ଜବରଦଖଲରେ ସରକାରୀ ଜମି ହୋଇପାରୁନାହିଁ ଅଙ୍ଗନବାଡ଼ି କୋଠା ନିର୍ମାଣ ଫଳରେ ଗୁହାଳରେ ପାଠ ପଢୁଛନ୍ତି କୋମଳମତି ଶିଶୁ। ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ସମାଧାନ ପାଇଁ ଗାଁର ମହିଳା ଦେଲେ ଦାବିପତ୍ର। ଅଭିଯୋଗ ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଶିପଡ଼ା ଗ୍ରାମପଞ୍ଚାୟତର ଖଜୁରିଆପଲ୍ଲୀ ଗାଁରେ ଅଙ୍ଗନବାଡ଼ି କୋଠା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ହେଁ ଜମି ସମସ୍ୟା ନେଇ ହୋଇପାରୁନି ନିର୍ମାଣ, ଯାହାଫଳରେ ଜଣଙ୍କ ଗୁହାଳରେ ବିପଦ ସଂକୁଳ ଅବସ୍ଥାରେ ପାଠ ପଢୁଛନ୍ତି କୁନି କୁନି ଛାତ୍ରଛାତ୍ରୀ। ସେପଟେ ସରକାରୀ ଜମିକୁ କିଛି ଅସାଧୁ ଲୋକ କବ୍ଜା କରି ରଖିଛନ୍ତି। ଏହାର ସମାଧାନ କରି ତୁରନ୍ତ କୋଠା ନିର୍ମାଣ କରିବାକୁ ସେମାନେ ଜିଲ୍ଲାପାଳଙ୍କଠାରେ ଦାବି କରିଛନ୍ତି। ଖଜୁରିଆପଲ୍ଲୀରୁ ଆସେ ବିଶିପଡ଼ା ପଞ୍ଚାୟତ ମା ମାନେ ସମସ୍ତେ ଆସୁ। ଆମ ଗାଁରେ ଅଙ୍ଗନବାଡ଼ି ଅଛି ହେଲେ ପଢ଼ାବାର୍ ଲାଗି ଘର ନାଇଁନ ବୋଲେ ଗୋଟେ ଗୁହାଲେ ପଢ଼ାଉଛନ୍ ଛୁଆମାନଙ୍କୁ 15 ବର୍ଷ ହେଲାନ ବୋଲେ ଅଙ୍ଗନବାଡ଼ି ହଉ ବୋଲି ଆମେ ଦାବି କରବାର୍ ଲାଗି ଆସିଛୁ। ଜାଗା ଅଛେ, ସରକାରୀ ଜାଗା ଅଛେ, ନାଇଁ ହେବାର୍ ତାଲି ଆମେ ଛୁଆକର୍ ଲାଗି ଅଙ୍ଗନବାଡ଼ି ଘର ଆଇଛେ, ଘର ଜାଗା ନାଇଁ ବୋଇଲେ ଆମେ ସେଥିର୍ ଲାଗି ଆପତ୍ତି କରବାର୍ ଲାଗି ଆଇଲା ଆମକୁ। ଏଇଠି ଗୋଟେ କୁରିଆରେ ପଡୁଛ ହଁ ବୋଇଲେ ଧୁରିଆ ହଉଛେ ବୋଲେ ଆମର୍ ଗାଁରେ ହଉ, ଆମ ଖଜୁରିଆପାଲ୍ଲୀରେ ହଉ ନାଇଁ ହେବାର୍ ଲାଗି ଆମର ତ ସରକାରୀ ଏରିଆ ଅଛେ, କେହି ଛାଡ଼ି ନାଇଁ ଦେବାର୍ ବୋଇଲେ ଜାଗା ନାଇଁ ବୋଲି ଯେ ପାଇଛେ ସେ ସେନେ ପଢଉଛେ।